ହଁ ଆଚ୍ଛା ଛୁଆମାନେ ଜାଣିଛ ଆଗ କାଳର ଯେଉଁ ସିମ ଫିମ ସବୁ ଯାହା ହେଉଥିଲା ସେଗୁଡ଼ା ସବୁ ଗୋଲ 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 ହେଉଥିଲା। ସିମ କାହିଁକି ଚେପା ହେଲା ତୁମେ ଜାଣିଛ ନା? ନା। ହଁ ମୁଁ କହୁଛି ସିମ କାହିଁକି ଚେପା ହେଲା। ଥରେ ଗୋଟେ ବାରିକାଣି ଥାଆନ୍ତି। ହଠାତ୍ କିନା ଗୋଟେ ଷେଣ୍ଢଟେ ଆକାଶ ମାର୍ଗରୁ ଉଡ଼ି 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 ଆସିକି ତାଙ୍କ ବାଡ଼ିରେ ଆସିକି ପହଞ୍ଚିଲା। ଦିନେ ଆସିକି ପଶିକି ସେ ତାଙ୍କ ସିମ ଗଛକୁ ସବୁ ଖାଇଲା। ଆଉ ଦିନେ ତାକୁ କିସ କଲା ନା ଆଉ ସେଇ ବାରିକାଣି ତାକୁ ଗୁଡ଼େଇ ମାଇଲେ। ତାପରେ ସେ ଷେଣ୍ଢ ଧାଇଁକି ପଳେଇଲା। ତା ପରଦିନ ଫେର ସେଦିନ ଷେଣ୍ଢ ଆଇଲା। ବାରିକାଣି ସେଇଦିନ ଠେଙ୍ଗା ଧରିକି ବସିଥାନ୍ତି। ଯେମିତି ଷେଣ୍ଢ ଓହ୍ଲେଇଛି ବାରିକ ଛପି ଯାଇକି ତା ନାଞ୍ଜକୁ ଧରି ପକେଇଲା। ପକେଇ ତ ଠେଙ୍ଗେ ପକେଇଛି ଆଉ ଷେଣ୍ଢ ତ ଏକାଥରେ ଫୁର୍ କଲା ସିଧା ଉଡ଼ିଲା ଆଉ। ତା ବାରିକ ତ ତା ନାଞ୍ଜ ଧରିଛି ଆଉ। ଯାଇ ଆକାଶ ଯାଇ ପହଞ୍ଚିଗଲେ। ଯାଇ ଗୋଟେ ସେ ଯେଉଁ କୈଳାସ ପର୍ବତ ନୁହେଁ ନା ସେ ପର୍ବତ ଯାଇ ରହିଲା। ସେଠି ଦେଖିଲା ବେଳକୁ ଯେତିକି ଲୋକ ସବୁ କେହି ଛୋର ହେଉନାହାନ୍ତି। ଇଏ ତ ବାରିକ ତା ଖୁର ମୁଠିକି ଛାଡ଼ି ନାହିଁ ଧରିକି ଯାଇଛି। ସେଠି ଯାଇକି ସେ ଦେଖିଲା ସବୁ ତ ରୁମ ହେଇଛି। ସମସ୍ତଙ୍କୁ ସେ ନଣ୍ଡା କଲା। ସମସ୍ତଙ୍କୁ ଯେମିତି ନଣ୍ଡା କଲା ରଜାକୁ ସବୁ ଦେଖିଲେ ଇଏ ସବୁ ତ କିଏ ଏରଙ୍ଗ ଦେଖାହେଉଛନ୍ତି। ଏରଙ୍ଗ ଦେଖାହେଉଥିଲେ ସବୁ ତ ଏରଙ୍ଗ ଦେଖାହେଉଛନ୍ତି। ଯାହା ହଉ ତାକୁ ରଜା ତାକୁ ଡାକିଲା ପରେ ସିଏ କହିଲା ମୋତେ ତାର ଟିକେ ଛର କରିଦେ ଆଉ। ତାକୁ ଛର କରିଦେ ହେଲା। ଛର କରି ଖୁରା ସାରିଲା ପରେ ରଜା ତାକୁ ଖୁସି ହେଇକି ବୁରେ ତାଙ୍କୁ ଖାଲି ସୁନା ମୁଦ୍ରା ଦେଲେ ଯେମିତି ସେ କହିଲା ମୁଁ ମୋ ରାଜ୍ୟକୁ କେମିତି ନେଇକି ଯିବି। ତାପରେ ଷେଣ୍ଢକୁ କଲେ ଯା ଏଇଥରକା ଯାଇକି ତୁ ତାକୁ ଟିକେ ଜେଲରେ ଆସିଥିଲେ ତାକୁ ସେଠି ନେଇକି ଛାଡ଼ିଦିଆ। ଷେଣ୍ଢ ତାକୁ ସେର ଫୁଡ଼ୁକିନା ଉଡ଼ିକି ଆସିଲା ଦେଇକି ତାଙ୍କ ଘର କତରେ ଛାଡ଼ି ଦେଇଗଲା। ଦେଇକି ତାପରେ ଷେଣ୍ଢ ତାର କିସ କରେ ନା ପ୍ରତ୍ୟେକ ଦିନ ସେରଙ୍କ ଆସେ ଘର କତର ବୁଲିକା ଯାଏ। ଏଇ ଯେଉଁ ସୁନା ଆଣିଥିଲା ତାକୁ ତା ବୋଉ କତିରେ ଆସି କହିଲା ଦେଖିଛୁ ନା ମୁଁ କେତେ ସୁନା ଆଣିଛି। ତା ମାପିବୁ ଦେଖିବୁ କେତେ ଗଉଣି ହେଉଛି। ସିଏ କହିଲା ଗଉଣି କେଠି ଆଣିବା? କହିଲା ଯାହା ପଡ଼ିଶା ଘରୁ ମାଗି ଆଣିବୁ। ପଡ଼ିଶା ଘର କହିଲେ ତାଙ୍କୁ ତ ଖାଇତେ ପାଉନାହାନ୍ତି ଗଉଣି ନେଇଛନ୍ତି କିସ ମାପିବୁ। ସେ ଯାଇଛି ଗୋଟେ ଗଉଣି ଗାଣ୍ଡରେ ଟିକେ ଅଠା ମାରିଦେଇଛି। ତାଙ୍କର ମାପି ମୁପା ସାରିଲା ବେଳକୁ ସେଟାରେ ଗୋଟେ ସୁନାଟା ଲାଗିଛି। ଇଏ ତାପରେ ଗଉଣି ନେଇକି ଫେରାଇ ଦେଇଛି। ଫେରାଇ ଦେଇ ସାରିଲା ପରେ ଦେଖିଲେ ଛୁଆ ସୁନା କେଠି ମାରି ଆଣିଛି ଦେଇକି ତାଙ୍କର ମାପିଛନ୍ତି ଆଉ। ଦେଇକି ତାକୁ ଆସିକି ପଚାରିଲେ ତୁ କେଠି ସୁନା କେଠି ଆଣିଲୁ? କହିଲେ ଏଇଟା ଗୋଟେ କଥା ନା କେତେ ସୁନା ପୁରା ସେ ଆକାଶରୁ ଉଡ଼ୁଛି। ତ ଖାଲି ଯିବ ଆଣିବ। ଖାଲି ରଜା ଗଲାବେଳକୁ ଖାଲି ବୁରା ସୁନା ଦେଇ ଦେଉଛି। କହିଲେ କେଇଠି? ଗୋଟେ ଷେଣ୍ଢ ଆସୁଛି ଦେଖିବୁ ଆମ ଘର କତର। ସେଇ ଷେଣ୍ଢ ନାଞ୍ଜ ଧରି ଚାଲ ଯିବା। ଗନେ ସେଇଠି ସବୁ ସୁନା ଦେବେ ଆଣିବା। ଏ ସତ କହିଲେ। ତାପରଦିନ ସେଦିନ ସତ କଥା ସବୁ ଗାଁ ସାରା ଲୋକ ରୁଣ୍ଡ ହେଲେ। ଲାଇନ୍ କରି ସବୁ ଠିଆ ହେଲେ। ଦେଇକି ଆଗର ଠିଆ ହେଲା ଏଇ ବାରିକ। ଠିକ୍ ଯେମିତି ଷେଣ୍ଢ ଆସିକି ପହଞ୍ଚିକି ଓହ୍ଲେଇଲା ଯେମିତି ଇଏ ତା ନାଞ୍ଜକୁ ଧରିଲା। ଇଏ ଯେମିତି ତା ନାଞ୍ଜକୁ ଧରିଛି ସିଏ ତା ପଛକୁ ତା ନାଞ୍ଜକୁ ଧରି ଷେଣ୍ଢ ତ ଉଡ଼ିଲା ଆଉ। ଉଡ଼ି ଯାଇକି ପହଞ୍ଚିଗଲା। କିଛି ବାଟ ଚାଲିଗଲା ପରେ ସେଇଠି ଜଣେ ପଚାରିଲା ସତରେ ବେ କେତେ ନେଖା ସୁନା ଦେବେ? ଇଏ ହାତ ଛାଡ଼ି ଦେଇକି କହିଦେଲା ଏତିକି ନେଖା ସୁନା ଦେବେ ଆଉ। ସେଇଠି ତ ସବୁ ଗାଦୁଗୁଦୁ ହେଇ ଖସି ପଇଲେ ଆଉ। ଦେଇକି ସବୁ ସେଇ ସିମ ଗଛ ଉପରେ ପଇଲେ। ଯେତିକି ସିମ ହେଇଥିଲା ସବୁଗୁଡ଼ା ଚେପା ହେଇଗଲା। ସେଇଦିନ କତୁରୁ ସିମ ସବୁ ଚେପା।